କେତେବେଳେ କାହାକୁ କୋଉ ଦାୟିତ୍ୱ ଦିଆଯିବ। ଆପଣଙ୍କ କଥାରୁ ତ ଗୋଟେ କଥା ସ୍ପଷ୍ଟ ହେଲା ଯେ କଂଗ୍ରେସରେ ନେତାର ଅଭାବ ନାହାନ୍ତି, ଅର୍ଥାତ୍ ସମସ୍ତଙ୍କ ଭିତରେ ଯୋଗ୍ୟତା ଓ ଦକ୍ଷତା ଅଛି ବୋଲି ତ ଚର୍ଚ୍ଚା ହେଲା। ଯୋଉ ନାଁ ଗୁଡ଼ିକ କହିଲେ ସମସ୍ତଙ୍କ ଭିତରେ ସେଇ ଯୋଗ୍ୟତା ଓ ଦକ୍ଷତା ଅଛି ରାଜ୍ୟକୁ ନେତୃତ୍ୱ ଦେବା ପାଇଁ, କଂଗ୍ରେସକୁ ନେତୃତ୍ୱ ଦେବା ପାଇଁ, କଂଗ୍ରେସକୁ ବଳ ଦେବା ପାଇଁ। ହାଇକମାଣ୍ଡ ଠିକ ନିଷ୍ପତ୍ତି ନେଇଛନ୍ତି କି? ହାଇକମାଣ୍ଡ ଦେଖନ୍ତୁ, ଯେତେବେଳେ ହାଇକମାଣ୍ଡ ନିଷ୍ପତ୍ତି ନିଅନ୍ତି ଭୁଲ ଠିକର ବାଛ ବିଚାର କରାଯାଏ ନାହିଁ। ଆମେ ଯେତେବେଳେ ଜଣକୁ ସର୍ବମାନ୍ୟ ନେତା ବୋଲି ମାନୁଛୁ, ଭାବୁଛୁ ଯେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ହେଉଛନ୍ତି ସର୍ବମାନ୍ୟ ନେତା, ମଲ୍ଲିକାର୍ଜୁନ ଖଡ଼ଗେ ଦଳର ସଭାପତି, ସିଏ ମଧ୍ୟ ସର୍ବମାନ୍ୟ ନେତା। ତ ନେତାଙ୍କର ନିଷ୍ପତ୍ତି, ନେତୃତ୍ୱର ନିଷ୍ପତ୍ତି ଉପରେ କେହି ବଡ଼ ନୁହନ୍ତି। ଭଲ ଖରାପ, ଭୁଲ ଠିକ, ଉଚିତ ଅନୁଚିତ ବାଛ ବିଚାର ଦେଖାଯାଏ ନାହିଁ। ପ୍ରଥମ କଥା ହେଲା, ପ୍ରତ୍ୟେକ ରାଜନୈତିକ ଦଳରେ ଯିଏ ବି ସଭାପତି ହୁଅନ୍ତୁ, ଗୋଟେ କଥା ଆମେ କହୁ ଯେ ରେସ୍ପେକ୍ଟ ଟୁ ଦ ଚେୟାର, ନଟ୍ ରେସ୍ପେକ୍ଟ ଟୁ ଦ ପର୍ସନ୍। ଚୌକିରେ ଯଦି ସୁନିଲ ଭାଇ ଆପଣ କାଲି ବସିବେ ସଭାପତି ହେଇକି, ଆମେ ମଧ୍ୟ ସେଇ ମାନେ ଶ୍ରଦ୍ଧା, ଭଲ ପାଇବା ଆଉ ସମ୍ମାନର ସହିତ ଆପଣଙ୍କୁ ମଧ୍ୟ ମାନିବୁ। ମୂଳ କଥା ହେଉଛି ଜଣେ ତ ନେତୃତ୍ୱ ନେବେ, ଯାହାଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିବ, କାର୍ଯ୍ୟପନ୍ଥା ସ୍ଥିର ହେବ, ରାଜନୈତିକ ପନ୍ଥା, ରାଜନୈତିକ ନ୍ୟାରେଟିଭ, ପ୍ରୋପାଗାଣ୍ଡା ଏସବୁ ସେଟ୍ କରାଯିବ।